ଶାଶୁଘର ଗୁଠୁଣି। ମୋ ସ୍ୱାମୀ ବାହାରେ ରହୁଛନ୍ତି। ମୁଁ ସେଇ ଘରେ ମୋ ଛୋଟ ଝିଅଟାକୁ ଧରିକି ମୁଁ ରହୁଥିଲି। ମୋ ଦିଅର ସୋଦାବାନା କଲେ। ମୁଁ କହିଲି କାହିଁକି ଶୋଧୁଛ କରୁଛ କହିଲା ଖୁଣୁ ସେ ଆହୁରି ଅଶ୍ଳୀଳ ଭାଷାରେ ମୋତେ ଶୋଧିଲେ। ସିଏ ସଦାବେଳେ ଅଧିକାଂଶ ଶୋଧନ୍ତି ମୋତେ। ସେ କ'ଣ ପାଇଁ ତାଙ୍କର ରାଗ ମୁଁ ଜାଣିନି। ମୁଁ ହେଇଆ ପଚାରିବାରୁ ମୋତେ କହିଲେ କି ମୁଁ ତୋତେ ବାଡ଼େଇ ଦେବି ମାରିଦେବି ତୁ କ'ଣ କରିବୁ, କୋଉ ବୋପା ତୋ ପିଠିରେ ପଡ଼ିବ, କୋଉ ତୋ ଭାଇ ଆସିକି ପିଠିରେ ପଡ଼ିବ ମୁଁ ଦେଖିବି କହିକି ମୋତେ କହିକି ଏମିତି ସୋଦାବାନା କଲେ। ମୋ ଶାଶୁ ଆଉ ମୋ ଶ୍ୱଶୁର ବି ତାଙ୍କ ସହିତ ସାମିଲ ଅଛନ୍ତି। ସିଏ ମୋତେ ପେଲିକି ମୋ ଶାଶୁ ପେଲିକି ତଳେ ପକେଇଦେଲେ। ଆଉ ମୋ ଦିଅର ମୋତେ ମାଡ଼ି ବସିକି ମୋ ଇଜ୍ଜତ ନେବାକୁ ଚାହୁଁଥିଲେ। କିନ୍ତୁ ମୁଁ ଯେ ଜବତ କଲା ଖୁଣୁ ମୋ ଗାଲକୁ କାମୁଡ଼ିକି ମୋତେ ମୁଖ ମାରିକି ମୋ ଦାନ୍ତ ଭାଙ୍ଗି ଦେଇଛନ୍ତି। ଆଉ ମୋ ହାତକୁ କାମୁଡ଼ିକି ଖଣ୍ଡିଆ କରିଦେଇଛନ୍ତି। ହଁ ମୁଁ ଥାନାକୁ ଯାଇଥିଲି। ଥାନା ବାଲା କିଛି ଶୁଣିଲେନି, ଖାଲି ଦାହିତାକିନି ଖଣ୍ଡପଡ଼ା ଥାନାକୁ ଯାଇଥିଲି। ଦିଅର ରାଘବ ଚନ୍ଦ୍ର ସାହୁ। ସେ ସୁରାଟରେ କାମ କରୁଛନ୍ତି। ଘରେ ଶାଶୁ ଶ୍ୱଶୁର ଯା ଦିଅର ଆଉ ମୋ ଛୁଆଟାକୁ ଧରିକି ରହେ। ଶାଶୁ ତ ମୋତେ ପେଲିକି ତଳେ ପକେଇଲେ। ଆଉ ଦିଅର ମାଡ଼ି ବସିକି ଯେମିତି କହନ୍ତିନି ମୋ ଇଜ୍ଜତ ନେବାକୁ ଚାହିଁକି ମୋ ଗାଲ ହେକା କାମୁଡ଼ିକି ଖଣ୍ଡିଆ କରିକି ଦିଅର କାମୁଡ଼ିଛନ୍ତି ଏମିତି। ଆଉ ମୋ ଦାନ୍ତକୁ ବି ବାଡ଼େଇକି ଭାଙ୍ଗି ଦେଇଛନ୍ତି। ମୋ ଡିସେମ୍ବର 24 ତାରିଖ ରାତି 25 ତାରିଖ। ଥାନା ବାଲା କହିଲେ ଏଇଟାକୁ ଫାଇନାଲ କରିଦେବା। ମୁଁ ଯେମିତି ନାହିଁ କଲି ଆଉ ବେଶୀ ଦଫା କିଛି ନ ଲଗେଇକି କୋହଳ ଦଫା ଲଗେଇକି କେସ୍ଟାକୁ ଖାଲି କୋର୍ଟକୁ ପଠେଇ ଦେଇଛନ୍ତି। ନୟାଗଡ଼ରୁ ଏ ଝିଅଟେ ଆସିଛି, ମାନେ ତା ପରିବାରରେ ତା ଶାଶୁ ଘରେ କେମିତି ନିର୍ଯାତିତ କରିଛନ୍ତି। ଯଦି ନିଜ ଶାଶୁ ଏମିତି ହବ, ନିଜ ଦିଅର ଆସିବ ତାକୁ ମାନେ ଜବରଦସ୍ତି ଗଣଦୁଷ୍କର୍ମ କରିବା ପାଇଁ, ସ୍ୱାମୀ ବାହାରେ ଅଛନ୍ତି, ତ ଗୋଟେ ମହିଳା ଆଜ୍ଞା କୋଉଠି ସେଫ୍ଟି? ଏଠି ଦେଖନ୍ତୁ ନୟାଗଡ଼ରେ ଯୋଉ ଖଣ୍ଡପଡ଼ା ଥାନା ତା ଉପରେ ଅଲରେଡି ମାନେ ଏଫଆଇଆର ଲଜ୍ ହେଇଛି। କ'ଣ କହୁଛନ୍ତି ମା ତୁମକୁ? ଥାନା କ'ଣ କହିଲେ? କହିଲେ କି ଆମେ କେସ୍ଟାକୁ ଫାଇନାଲ କରିଦେବା। କ'ଣ ଫାଇନାଲ କରିବା? ଯେ ମୁଁ କହିଲି କ'ଣ ଫାଇନାଲ କରିବ? କହିଲେ କି ତମ ଘରୋଇ କଳହ ତ ତାକୁ ଫାଇନାଲ କରିକି ଯାହା ତୁଟେଇଦେବା। ମୁଁ କହିଲି ଏତକ ମୁଁ ଯେହେତୁ ଆଘାତ ପାଇଛି ମୁଁ ଫାଇନାଲ କରିବିନି। ଦେଖନ୍ତୁ ଏଇ ଯେମିତି ଯୋଉ ଯେମିତି ମାରିଛନ୍ତି, ଏଠି ଫାଇନାଲରେ କୋଉଠି କଥା ହଉଛି ଆଜ୍ଞା? ଏଠି ଦେଖନ୍ତୁ ଏଇଟା କେଡ଼େ ବଡ଼ ମାନେ ଆଘାତ ହେଇଛି ଏ ମହିଳାକୁ, କେତେ ବଡ଼ ଦେଖନ୍ତୁ। ଏଠି ପୋଲିସ ଆଗ ତାକୁ ଆରେଷ୍ଟ କରିବା ଦରକାର। ଇଭେନ୍ ଏଇଟା ହଁ ଇଭେନ୍ ପୁରା ଟୋଟାଲ ପୁରା ପରିବାରକୁ ଆରେଷ୍ଟ କରିବାର ଥିଲା। କାହିଁକିନା ଏ ଜୀବନରୁ ଯଦି ମରି ଯାଇଥାନ୍ତା ଆଜ୍ଞା ଗୋଟେ ଝିଅଟେ କୋଉଠୁ ଆସିଥାନ୍ତା? ତା ଘରକୁ ଗୋଟେ ଝିଅଟେ କିଏ ଆଜ୍ଞା ଦେଇଥାନ୍ତା? ଦେଖୁଥିବେ ଦିଅର ଗୋଟେ ମାନେ ମା ସମାନ, ବଡ଼ ଭାଉଜ ମା ସମାନ। ଏଠି ସମାଜରେ ଆଉ ପରିବାର କହିବାକୁ ଗଲେ କଳଙ୍କିତ। ଆଉ ପରିବାର ଭଳିଆ ନାହାନ୍ତି।